ପ୍ରତ୍ୟେକ ବର୍ଷ ଭାଦ୍ରବ ମାସର କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମୋତ୍ସବ ରୂପରେ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଏ। ଚଳିତ ବର୍ଷ 15 ଅଗଷ୍ଟ ଶୁକ୍ରବାର ଜନ୍ମାଷ୍ଟମୀ ପର୍ବ ପାଳନ କରାଯିବ। ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ କୃଷ୍ଣଙ୍କ ଜନ୍ମ ମଧ୍ୟ ରାତିରେ ଅଷ୍ଟମୀ ତିଥିରେ ହୋଇଥିଲା। ଏହି ଦିନ ହିଁ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୃଷ୍ଣ ଜନ୍ମାଷ୍ଟମୀରେ ଚଳିତ ବର୍ଷ ଗ୍ରହଙ୍କ ଜବରଦସ୍ତ ସଂଯୋଗ ହେବାକୁ ଯାଉଅଛି। ଏହି ଦିନ ଶନି, ରାହୁ ଓ କେତୁ ଓଲଟା ଅବସ୍ଥାରେ ରହିବେ। ବୁଧ ମଧ୍ୟ ସିଧା ଚଳନ କରିବେ। ଜନ୍ମାଷ୍ଟମୀରେ ଏହି ଚାରି ଗ୍ରହଙ୍କ ସ୍ଥିତି ଖୁବ୍ ମହତ୍ତ୍ୱପୂର୍ଣ୍ଣ ହେବା ସହ ଏହା କାରଣରୁ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ। ବୃଷ ରାଶି, ଏହି ରାଶିଙ୍କୁ ଧନ ପ୍ରାପ୍ତି ହେବାର ସୁଯୋଗ ମିଳିବ। ଭାଗ୍ୟର ସମ୍ପୂର୍ଣ୍ଣ ସାଥୀ ମିଳିବ। ଅଟକିଥିବା କାମ ପୂରଣ ହେବ। ଭଗବାନ କୃଷ୍ଣଙ୍କ କୃପାରୁ ଲକ୍ଷ୍ୟ ପ୍ରାପ୍ତି ହେବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ସିଂହ ରାଶି, ଏହି ରାଶିକୁ ଅତ୍ୟଧିକ ଶୁଭ ଫଳ ମିଳିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। କାର୍ଯ୍ୟରେ ସଫଳତା ମିଳିବ। ଚାକିରିରେ ଉନ୍ନତି ହେବ। ନୂଆ ନୂଆ ସୁଯୋଗ ହେବ। ବଡ଼ ସଫଳତା ମିଳିବ। ହଠାତ୍ ଧନ ପ୍ରାପ୍ତି ହେବ। ତୁଳା ରାଶି, ଏହି ରାଶିକୁ ଅତ୍ୟଧିକ ଶୁଭ ଫଳ ମିଳିବ। ମାନ ସମ୍ମାନ ବୃଦ୍ଧି ହେବ। ନୂଆ କାମ ଆରମ୍ଭ କରିବେ। ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ଧନ ମିଳିବ। ମୀନ ରାଶି, ଶୁଭ ଫଳ ମିଳିବ। ସ୍ୱାସ୍ଥ୍ୟ ଉତ୍ତମ ରହିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ମାନସିକ ଦୁଶ୍ଚିନ୍ତା ଦୂର ହେବ। ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ସବସ୍କ୍ରାଇବ୍